ମୁଁ ତ କହୁଛି ଗାର୍ଡ ଦବା କଥା କିନ୍ତୁ କ'ଣ ଅସୁବିଧା ଥିବ କି ତାର କ'ଣ କୌଣସି କ୍ରାଇଟେରିଆ ଥିବ ଦିଆହେଇପାରିନି। ଏବେ ଯଦି ତାଙ୍କର ଯେଉଁ ନେକ୍ସଟ ଯେଉଁଟା ହେବ ତାଙ୍କର ଇଏ ହେବ 11 ହେବ କି 10 ହେବ ସେଥିରେ ଯଦି ସରକାର କି ସହଯୋଗ କରନ୍ତି କି ତାଙ୍କ ମା ଯେହେତୁ ଏକୁଟିଆ ହେଇଯାଇଛନ୍ତି ତାଙ୍କ ପାଖରେ କିଛି ପଇସା ନାହିଁ ତ ସରକାର ପକ୍ଷରୁ କିଛି ଆର୍ଥିକ ଅନୁଦାନ ଦିଆଯାଏ ସେଥିରେ ସେ ନିଶ୍ଚୟ ଖୁସି ହେବେ। ଯେହେତୁ ସେ ଗୋଟେ ଓଡ଼ିଶାର ପ୍ରପର୍ଟି, ଓଡ଼ିଶାର ଜଣେ କଳାକାର ଏବଂ ଓଡ଼ିଶାର ମାନେ ଓଡ଼ିଶାର କଳା ସଂସ୍କୃତିକୁ ଆଗେଇବା ପାଇଁ ଚେଷ୍ଟା କରୁଥିଲେ। ତାଙ୍କୁ ମୁଁ ଆଶା କରୁଛି ଯାହା ତାଙ୍କ ପ୍ରତି ଅବିଚାର ହେଇଛି ସରକାର ଏଥିରେ ଦୃଷ୍ଟି ଦିଅନ୍ତୁ ଏବଂ ଯେଉଁମାନେ ବି ଦୋଷୀ ସେମାନଙ୍କୁ ଦଣ୍ଡ ଦିଆଯାଉ। ହ୍ୟୁମାନ ସାଗର କେବଳ ଜଣକର ନୁହେଁ, ଏଇଟା ହେଉଛି ମାନେ ଟୋଟାଲ ଓଡ଼ିଶାର ଜଣେ ପ୍ରପର୍ଟି, ମାନେ ଆମ ସମସ୍ତଙ୍କ ପ୍ରପର୍ଟି। ତାଙ୍କ ପ୍ରତି ଯେ ଅନ୍ୟାୟ ହେଇଛି ମୁଁ ଆଶା କରୁଛି ଯଦି ବି କିଏ ଭୁଲ କରିଥାଏ, ଯଦି ବି କିଏ କିଛି ଠକିଥାଏ ତାଙ୍କୁ ଲୋକଲୋଚନକୁ ଆସିବା ଦରକାର ଏବଂ ଯିଏ ବି କେସ୍ କରୁଛି ମୁଁ ତାଙ୍କୁ ସପୋର୍ଟ କରୁଛି ଯେ କୌଣସି ମାନେ ତାଙ୍କ ମାଆଙ୍କର ଯେଉଁ ଅଭିଯୋଗ ଥିଲା ଯେ ତାଙ୍କ ପୁଅକୁ ବହୁତ ଅବହେଳା କରାଯାଉଥିଲା ଏବଂ ତାଙ୍କୁ ମାନେ ତାଙ୍କର ଯେଉଁ ପଇସା ପତ୍ର ତାଙ୍କର ଯେଉଁ ପ୍ରାପ୍ୟ ଥିଲା ସେ ଯେଉଁ ପ୍ରାପ୍ୟ ପାଉଥିଲେ ତାକୁ ଠିକ୍ ଭାବେ ଦିଆଯାଉନଥିଲା। ସେଥିପାଇଁ ବି ଏନକ୍ୱାରି କରାଯାଉ। ଯେତେବେଳେ ଏନକ୍ୱାରି ବସୁଛି ସଠିକ୍ ଉତ୍ତର ଆସୁ ଯେ ଯେଉଁମାନେ ବି ଇନଭଲ୍ଭ ହେଉଥିଲେ, ଯେଉଁମାନେ ବି ଏଥିରେ ଅଛନ୍ତି ଅଭିଯୁକ୍ତ ଅଛନ୍ତି ସେମାନେ ଦୋଷୀକୁ ଦଣ୍ଡ ଦିଆଯାଉ। नहीं सरकार से व्यस्त थे कौन थी प्रोब्लेम से सरकारी स्तर आलोचना हवा कथा। जेहेतु आम प्राइट आम कहचे मुझे आशा करूँ सरकार से सम्मान दवा कथा, गोटे कलाकार को जी सम्मान माने दि जावा कथा देना सरकार। मुझे भावुँ सरकार एप्रति दृष्टि देवे निश्चय प्रति सम्मान को जो भल पाँच जी सम्मान मिलवा कथा। मुझे तो कौन गार्ड दवा कथा किंतु कौन असुविधा थी कि तार कौन कौन क्राइटेरिया थी दिखाई एवं यदि जो नेक्स्ट जोटा हम ये हम 11 ହେବ କି 10 ହେବ ସେଥିରେ ଯଦି ସରକାର କି ସହଯୋଗ କରନ୍ତି କି ତାଙ୍କ ମା ଯେହେତୁ ଏକୁଟିଆ ହେଇଯାଇଛନ୍ତି ତାଙ୍କ ପାଖରେ କିଛି ପଇସା ନାହିଁ ତ ସରକାର ପକ୍ଷରୁ କିଛି ଆର୍ଥିକ ଅନୁଦାନ ଦିଆଯାଏ ସେଥିରେ ସେ ନିଶ୍ଚୟ ଖୁସି ହେବେ। ଯେହେତୁ ସେ ଗୋଟେ ଓଡ଼ିଶାର ପ୍ରପର୍ଟି, ଓଡ଼ିଶାର ଜଣେ କଳାକାର ଏବଂ ଓଡ଼ିଶାର ମାନେ ଓଡ଼ିଶାର କଳା ସଂସ୍କୃତିକୁ ଆଗେଇବା ପାଇଁ ଚେଷ୍ଟା କରୁଥିଲେ। ତାଙ୍କୁ ମୁଁ ଆଶା କରୁଛି ଯାହା ତାଙ୍କ ପ୍ରତି ଅବିଚାର ହେଇଛି ସରକାର ଏଥିରେ ଦୃଷ୍ଟି ଦିଅନ୍ତୁ ଏବଂ ଯେଉଁମାନେ ବି ଦୋଷୀ ସେମାନଙ୍କୁ ଦଣ୍ଡ ଦିଆଯାଉ। आम तो आशा कर न्याय निश्चय मिले जो मैंने समस्त भरोसा अच्छे न्यायालय उपर जेहेतु कम्प्लेन माने किसी प्रशासक एवं माँ शुभेच्छु किसी माने एनक्वारी एतला मुझे आशा कर निश्चय न्याय मिले से न्याय पाइबे निश्चय। सिने जगत और संगीत दुनिया गोटे प्रमुख अंश है ह्यूमान सागर किंतु अनेक कलाकार अनेक प्रोड्यूसर डायरेक्टर एवं सब रही संगीतकार रही जो मैंने कि आम देखु सामना को आसुना निजी स्वार्थ हो कि कौन चापर हो आसुना तो ये समस्ते एकत्रित हो ह्यूमान सागर को जदि एमती किसी तो सामना को स्वर उठा कथा कि से कथा को आग को आने कथा कि समस्ते स्वर उठा उचित कारण ह्यूमान सागर मु जानिया 2014 रु बर्तमान 25 मान 11 वर्ष 12 वर्षर क्यारियर से 3000 अधिक गीत गाई भल भल हिट गीत गाई जोटा कि आमर गोटे